हेलो साଙ୍ଗମାନେ ଆଜି ଆମେ ଡିସ୍କସନ୍ କରିବା ଯେଉଁ ଆପଣଙ୍କର ଏକ୍ଜାମ୍ ଯେଉଁ ହେବାକୁ ଯାଉଛି ଏକ୍ଜାମ୍ ନା ଆପଣମାନଙ୍କର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ଏକ୍ଜାମ୍ ଯେଉଁ ପରୀକ୍ଷା ପାଇଁ କାରଣ କୋଶ୍ଚିନ୍ ପେପର୍ ଗୁଡ଼ିକ ଆଣିଦେଇଛି ରିଅଲ୍ କୋଶ୍ଚିନ୍ ପେପର୍ ଗୁଡ଼ିକ ଯାହାକି ଆପଣମାନଙ୍କ ପରୀକ୍ଷାରେ ଆସିବ। ସେଥିପାଇଁ ଆକୁ ଜଲ୍ଦିରୁ ଜଲ୍ଦି ପ୍ରାକ୍ଟିସ୍ କରିଦିଅନ୍ତୁ। ଆପଣମାନଙ୍କ ପାଇଁ କ'ଣ ହେବ, ଏଇଟା ହେଲ୍ପଫୁଲ୍ ହେବ। ଏବେ ସବୁ ପରୀକ୍ଷାରେ ଆସିବ ଏଇ କୋଶ୍ଚିନ୍ ଗୁଡ଼ିକ। ଆପଣମାନଙ୍କ ପରୀକ୍ଷା ପାଇଁ ଇମ୍ପୋର୍ଟାଣ୍ଟ ଏଇଟା ହେଉଛି ଷଷ୍ଠ ଶ୍ରେଣୀର ଭାଷାର କୋଶ୍ଚିନ୍ ପେପର୍ ଗୁଡ଼ିକ ଯାହାକି ଆପଣମାନଙ୍କ ପରୀକ୍ଷାରେ 100% ଆସିବ। ଏଥିରେ ସାଙ୍ଗମାନେ ନିଜ ରୋଲ୍ ନାଁ, ତାରିଖ, ରୋଲ୍ ନମ୍ବର ଏବଂ ବିଦ୍ୟାଳୟ ନାମ, ବ୍ଲକ୍ ଜିଲ୍ଲା ଲେଖିବେ। ଏଠି ଯେଉଁ ନିରୀକ୍ଷକ ନମ୍ବର ଅଛି, ଯେଉଁ ନାଁ ଅଛି, ତୁମେ ନିଜେ ଲେଖିବେ, ତାକୁ ଲେଖିବେନି। ତୁମର ଯେଉଁ ସାର୍ ମାନେ ଏଠି କ'ଣ କରିବେ, ସିଗ୍ନେଚର୍ କରିବେ। ବୁଝିପାରିଲେ? ଏଠି ହେଉଛି ସମୟ ସୀମା 2 ଘଣ୍ଟା ରହିବ। ପୃଷ୍ଠା ସଂଖ୍ୟା ରହିବ କେତେ, 8 ଆଉ ପ୍ରଶ୍ନ ସଂଖ୍ୟା 28, ପୂର୍ଣ୍ଣ ସଂଖ୍ୟା ହେଉଛି କେତେ, 50 ମାର୍କ ଏଠି ଆପଣମାନଙ୍କର ପରୀକ୍ଷା ପାଇଁ ରହିବ। ସେଥିପାଇଁ ଜଲ୍ଦିରୁ ଜଲ୍ଦି କ'ଣ ହୁଅନ୍ତୁ, ପ୍ରିପେୟାର ହୁଅନ୍ତୁ। ଆପଣମାନଙ୍କର କ'ଣ ଏଇ ଯେଉଁ ରିଅଲ୍ କୋଶ୍ଚିନ୍ ପ୍ରାକ୍ଟିସ୍ କରିଦେଲେ, ମୁଁ କୋଶ୍ଚିନ୍ ସହିତ ଆପଣମାନଙ୍କ ପାଇଁ କ'ଣ କରିଛି, ଆନ୍ସର୍ ଆଣିଦେଇଛି। ଜଲ୍ଦି ଜଲ୍ଦି ପ୍ରାକ୍ଟିସ୍ କରନ୍ତୁ। ଆଉ ସମସ୍ତେ କ'ଣ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ କ'ଣ କରିଦିଅନ୍ତୁ, ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ। ଦେଖିବା କ'ଣ ଦେଇଛି ନା ଅନୁଚ୍ଛେଦ ଦେଇଛି, ଦାମ୍ବୁଲା ଗୁମ୍ଫା ମନ୍ଦିର ଶ୍ରୀଲଙ୍କାର ପ୍ରାଚୀନ ସ୍ଥଳର ଭିତରେ ଏବଂ ଏହାର ଦାମ୍ବୁଲା ସ୍ୱର୍ଣ୍ଣ ମନ୍ଦିର ନାମରେ ମଧ୍ୟ ପରିଚିତ ଏବଂ ଏହି ପବିତ୍ର ମନ୍ଦିର 2000ରୁ ଅଧିକ ବର୍ଷ ବୌଦ୍ଧ ଭିକ୍ଷୁମାନେ ପୂଜାସ୍ଥଳ ଭାବେ ଜଣାଶୁଣା। ଏଠାରେ ପ୍ରାଚୀନ ଭିତ୍ତିଚିତ୍ର ଏବଂ ମୂର୍ତ୍ତି ଦେଖିବାକୁ ମିଳେ ଏବଂ ୟୁନେସ୍କୋ ଦ୍ୱାରା ଏହି ପବିତ୍ର ମନ୍ଦିର ବିଶ୍ୱ ଐତିହାସିକ ସ୍ଥଳରେ ମାନ୍ୟତା ପ୍ରାପ୍ତ କରିଛି। ତାପରେ ରହିଲା କ'ଣ କହିଲା ନା, ତାପରେ କ'ଣ କହିଲା ଦେଖନ୍ତୁ, ତାପରେ କହିଲା ହେଉଛି ଏହା ଭିତରେ କାନ୍ଥ ଏବଂ ଛାତର ନବ ପ୍ରତିଭାବ 1000 ବର୍ଷର ପ୍ରାଚୀନ କଳାକୃତି ଢାଙ୍କି ହୋଇ 5ଟି ଗୁମ୍ଫା ଦେଇ ମନ୍ଦିର ଶ୍ରୀଲଙ୍କାର ଦାମ୍ବୁଲା ସହରରେ ଭିତ୍ତି କରିଛି ଏବଂ ଏହାର ପ୍ରଥମ ସପ୍ତାହରେ ଏହି ମନ୍ଦିର ବୋଲି କୁହାଗଲା। ଦେଖନ୍ତୁ ସାଙ୍ଗମାନେ, ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ କହିଲା, ଫାର୍ଷ୍ଟ କ୍ୱେଶ୍ଚିନ୍ କହିଲା ଦେଖନ୍ତୁ ନା, ଦାମ୍ବୁଲା ଗୁମ୍ଫା ମନ୍ଦିର କେଉଁ ନାମରେ ପରିଚିତ। ଆପଣମାନେ ସେ ପ୍ୟାସେଜ୍ ପଢ଼ି ତା'ର ଆନ୍ସର୍ ଦେଖିବେ। ଏଇ ଗୁମ୍ଫା ମନ୍ଦିର କେତୋଟି ଗୁମ୍ଫାକୁ ନେଇ, ଏଇଟା ହେଉଛି 5ଟି ଗୁମ୍ଫା, ଯେଉଁ ଦାମ୍ବୁଲା ଗୁମ୍ଫା ରହୁଛି। ଏଥିରେ କ'ଣ ହେଇଛି ନା, ଦାମ୍ବୁଲା ଗୁମ୍ଫା ଶ୍ରୀଲଙ୍କାର ପ୍ରାଚୀନ ସ୍ଥଳରେ ଏଇ ଦାମ୍ବୁଲା ମନ୍ଦିର ସ୍ୱର୍ଣ୍ଣ ମନ୍ଦିର ନାମରେ ମଧ୍ୟ ଜଣାଶୁଣା। ଦାମ୍ବୁଲା ମନ୍ଦିରକୁ ସ୍ୱର୍ଣ୍ଣ ମନ୍ଦିର କୁହାଯାଏ। କେଉଁ ମନ୍ଦିର? ସ୍ୱର୍ଣ୍ଣ ମନ୍ଦିର କୁହାଯାଏ। ସ୍ୱର୍ଣ୍ଣ ମନ୍ଦିର କୁହାଯାଏ, ମନେ ରଖନ୍ତୁ। ଆଉ କେଉଁ ମନ୍ଦିର କୁହାଯାଏ? ସ୍ୱର୍ଣ୍ଣ ମନ୍ଦିର କୁହାଯାଏ। ତାପରେ କ୍ୱେଶ୍ଚିନ୍ କହୁଛି କ'ଣ ନା, ଏହି ଗୁମ୍ଫା ମନ୍ଦିରରେ କେତୋଟି ଗୁମ୍ଫା ରହିଛି। ଏହି ଗୁମ୍ଫା ମନ୍ଦିରରେ କେତୋଟି ଗୁମ୍ଫା ରହିଛି? 5ଟି ଗୁମ୍ଫା ରହିଛି। କେତୋଟି ଗୁମ୍ଫା ଦେଖନ୍ତୁ, 5ଟି ଗୁମ୍ଫା ରହିଛି। ତାହେଲେ ମୁଁ କହିଦେଇଛି ଆପଣମାନଙ୍କୁ। ତାପରେ କ୍ୱେଶ୍ଚିନ୍ କହିଲା, ଏହାକୁ ବିଶ୍ୱ ଐତିହାସିକ ସ୍ଥଳରେ ମାନ୍ୟତା କାହିଁକି ଦିଆଯାଇଛି? ମନେ ରଖନ୍ତୁ, କ'ଣ ପାଇଁ ମାନ୍ୟତା ଦିଆଯାଇଛି? ମାନ୍ୟତା ଦେଖନ୍ତୁ, ମାନ୍ୟତା କ'ଣ ପାଇଁ ଦିଆହେଲା ନା, ଏଠି କ'ଣ ମାନ୍ୟତା ହେଲା ନା, ଏଠାରେ ପ୍ରାଚୀନ ଭିତ୍ତିଚିତ୍ର ମୂର୍ତ୍ତି ଦେଖିବାକୁ ମିଳେ ଓ ବୌଦ୍ଧିକ ଭିକ୍ଷୁମାନଙ୍କ ପୂଜାସ୍ଥଳ ହୋଇଥିବାରୁ ଏଇଟା ୟୁନେସ୍କୋର ପବିତ୍ର ସ୍ଥଳରେ କ'ଣ ପାଇଛି, ସ୍ଥାନ ପାଇଛି, ସେଇଟା ଲେଖିଦେବେ। ମାନ୍ୟତା ଶବ୍ଦ ଗୁଡ଼ିକୁ ବାକ୍ୟ ଗଠନ କର। ନା ଲେଖିପାରିବେ ଆପଣମାନେ, ଗାମ୍ବୁଜା ଗୁମ୍ଫା ୟୁନେସ୍କୋର ଧରୋହରରେ ମାନ୍ୟତା ପାଇଛି, ଲେଖିଦେଇପାରିବ ହେଲା। ତାପରେ ହେଉଛି ଗୁମ୍ଫାର ଦାମ୍ବୁଲା ଗୁମ୍ଫା କାହିଁ କୁହାଯାଏ କହିଲି। ତାପରେ କହିଲା, ଏଇ ଗୁମ୍ଫାକୁ ଦାମ୍ବୁଲା ଗୁମ୍ଫା କାହିଁକି କୁହାଯାଏ। ଦେଖନ୍ତୁ ଏଇଠି ଅଛି ଆନ୍ସର୍। ଦାମ୍ବୁଲା ଗୁମ୍ଫା କ'ଣ ପାଇଁ କୁହାଯାଏ? ଏଥିରେ କ'ଣ ନା, ହଜାର ପ୍ରାଚୀନ କଳାକୃତି ଢାଙ୍କି ହୋଇକି ରହିଛି, ସେଥିପାଇଁ ୟାକୁ କ'ଣ କୁହାଯାଏ, ଦାମ୍ବୁଲା ଗୁମ୍ଫା ବୋଲି କୁହାଯାଏ। ଦାମ୍ବୁଲା ଗୁମ୍ଫା କାହିଁକି କୁହାଯାଏ ଗଲା। ତାପରେ ତଳେ ହଜାର ପ୍ରାଚୀନ କଳାକୃତି ଆଚ୍ଛାଦିତ ରହିଛି। ଏଇ ବାକ୍ୟକୁ ପ୍ରଶ୍ନଟି ପ୍ରସ୍ତୁତ କଲେ କ'ଣ ହେବ ନା, କେତେ ବର୍ଷର ପ୍ରାଚୀନ କଳାକୃତି ମନ୍ଦିର ଆଚ୍ଛାଦିତ ହୋଇକି ରହିଛି, ଲେଖିପାରିବେ ଆପଣମାନେ। 7ରୁ 12 ଦେଖନ୍ତୁ ନା, ଗୋଟେ ଦେଇଛି ମଧ୍ୟ ପଦ୍ୟରେ ଦେଇଛି, ସକାଳ ହେଲେ ନିୟତି ଉଇଁ, ପୂର୍ବ ଦିଗରେ ରବି, କେତେ ସୁନ୍ଦର ଗାଁଟି ମୋର, ଅଭୁଲା ତାର ଛବି, ବିହଙ୍ଗର ସୁର କି ମନୋହର, ବାଦୁଡ଼ି ପଲ ପଲ, ପାଇକ ପିଲା ମାରଇ ଶୁନ, ସତେ କି ଅବା ମଲ୍ଲ ଏବଂ ଶ୍ୟାମଳ ବନ ସବୁଜ କ୍ଷେତ।
ସୁନ୍ଦର ଦୃଶ୍ୟ ରାଜି ମମତା ଭାର ସ୍ନେହ ପ୍ରୀତି ପଡ଼ୁଛି ମନ ଆଜି। ଦେଖନ୍ତୁ କୋଶ୍ଚିନ୍ କହିଲା ପୂର୍ବ ଦିଗରେ କିଏ ଉଇଁଛି, ମନେ ରଖନ୍ତୁ ପୂର୍ବ ଦିଗରେ କିଏ ଉଇଁଛି, ସକାଳୁ ଉଠି ନିଦ ଉଠୁ ପୂର୍ବ ଦିଗ ରବି ଉଇଁଛନ୍ତି କିଏ, ରବି ଲେଖିପାରିବେ ରବି ଉଇଁଛନ୍ତି। ତାପରେ ନେକ୍ସଟ କୋଶ୍ଚିନ୍କୁ ଯିବା। ନେକ୍ସଟ କ'ଣ କହୁଛି, ପୂର୍ବ ଦିଗରେ କିଏ ଉଇଁଛି କହିଲା କବି କେଉଁ ସବୁ ଅଭୁଲା ସ୍ମୃତିଗତ ସ୍ଥାନ ପାଇଛି, ମନେ ରଖନ୍ତୁ ତାଙ୍କର ହେଉଛି ଗାଁ ତାଙ୍କର ସୁନ୍ଦର, ସେଇ ଅଭୁଲା ସ୍ମୃତି, ବିହଙ୍ଗର ମନୋହର, ବାଦୁଡ଼ିର ପଲ ଏବଂ ପାଇକ ପିଲାର ମାଇଲା ଶୂନ, ଏଇସବୁ ବିଷୟରେ ସେ ତାଙ୍କର କ'ଣ ପଢ଼ିଛି, ମନେ ପଡ଼ିଛି। କବିଙ୍କର କେଉଁ ଅଭୁଲା ସ୍ମୃତି ଗଲା ହାରି। ତାପରେ କହିଲା 9 ନମ୍ବର କହିଲା କବିତାରେ ପାଇକ ପିଲା ସମ୍ପର୍କରେ କେଉଁ ସବୁ କଥା କୁହାଯାଇଛି। ପାଇକ ପିଲା ସମ୍ପର୍କରେ କ'ଣ କୁହାଯାଇଛି ଦେଖନ୍ତୁ, ପାଇକ ପିଲା ଶୂନ ମାଇଲା ମାନେ ଡିଆଁ ମାଇଲା, ସତେ କି ଅବା ମଲ ସେଇଟା। ତାପରେ ଯିବା, ତାପରେ କୋଶ୍ଚିନ୍ କହୁଛି 10 ନମ୍ବର, କବି କାହାର ସୁର ମନୋହର ବୋଲି କୁହାଯାଇଛି, କୋଇଲିର ସୁର ମନୋହର ବୋଲି କୁହାଯାଇଛି। ତାପରେ ରବି ଅର୍ଥ ସୂର୍ଯ୍ୟ, ତାପରେ ଯିବା, ତାପରେ 12 ନମ୍ବର କହୁଛି କ'ଣ ନା କବି ନିଜ ଗାଁ କଥା ମନେ ପକାଇଛନ୍ତି କାହିଁକି। ଏଟା ଦେଖି ଦିଅନ୍ତୁ କ'ଣ ପାଇଁ ନା ସେ ଗାଁରେ ରହୁନଥିଲେ, ସକାଳୁ ନିଦ ଉଇଁ ସେ ଭାବୁଛନ୍ତି ମୁଁ ଯେତେବେଳେ ସକାଳୁ ଉଠେ ଗାଁରେ ସେଠି କ'ଣ ସୂର୍ଯ୍ୟଙ୍କୁ ଦେଖେ, ସେଇ ଟାଇପ୍ର କୁହାଯାଇଛି, ଆପଣମାନେ ଭଲ ଭାବରେ ଲେଖିବେ ହେଲା। ତାପରେ ଯିବା, କବି ନିଜ ଗାଁ କଥା ମନେ ପକାଇଛନ୍ତି। ତାପରେ ଆଇଲା ହାରି ତାର କହୁଛି 13-14 ନମ୍ବର କହିଲା ନା ଜୀବଜନ୍ତୁ ସବୁରି ବାଦେ ପିଡ଼ଇ ନୀତି ମତେ ନିର୍ବିକାର ତଥା ମୁଇଁ ପଡ଼ିଛି ଧରା ପଥେ। ତାପରେ ଏଇଟା ହେଉଛି କ'ଣ, ତା ଉପରେ ଆପଣମାନଙ୍କୁ ଲେଖିବାକୁ ପଡ଼ିବ କିଛିଟା 13 ନମ୍ବରରେ, ତାପରେ କିଛିଟା ଆପଣମାନଙ୍କୁ ନିଜ ଭାଷାରେ ଲେଖିବାକୁ ପଡ଼ିବ ହେଲା। 14 ନମ୍ବର କହୁଛି କ'ଣ, ଯେ ଦେଶେ ଜନ୍ମିଛି ମୁଇଁ ଅଛି ଯେଉଁ ଦେଶେ, ଦେଶର ବାୟୁ ବହି ନିଶ୍ୱାସ ପ୍ରଶ୍ୱାସ, ଏଇଟା ଆପଣମାନଙ୍କୁ ଲେଖିବେ ଭଲ ଭାବରେ। 15 ନମ୍ବର କହୁଛି ଯାହାପନା ଆପଣ ମୋତେ କ୍ଷମା କରିବେ, ମୁଁ କେବଳ ମୋର କର୍ତ୍ତବ୍ୟ କରିଛି, ଆପଣ ମୋ ଉପରେ ରାଗ କରନ୍ତି ତ ହେଲା, ଏଇଟା ଦେଖିବେ ଆପଣମାନେ 15 ନମ୍ବର। 16 ନମ୍ବର କହୁଛି ଦୁଃଖ ସୁଖ ପରି ଆଉ କିଏ, ଦୁଇଟି ଶବ୍ଦ ଭଲ ମନ୍ଦ ହେଇପାରେ, କାମ ଧନ୍ଦା ହେଇପାରେ, ସେ ବିଷୟରେ ଲେଖିବେ। ପୃଷ୍ଠଭଙ୍ଗ ଅର୍ଥ ହେଉଛି ଯିଏ ଭାଙ୍ଗ ବା ପୃଷ୍ଠ ମାନେ ମୂର୍ତ୍ତିକା କହିପାରେ, ଯେଉଁ ଭାଙ୍ଗ ସୃଷ୍ଟି ହେବ ତାକୁ ଆମେ କହିପାରେ ପୃଷ୍ଠଭଙ୍ଗ ବୋଲି। ଶିଷ୍ୟ ଶବ୍ଦଟିର ଲିଙ୍ଗ ପରିବର୍ତ୍ତନ କ'ଣ କରାହେବ, ଶିଷ୍ୟର ଶିଷ୍ୟା ହେବ। ତାପରେ ହେଉଛି ଭାସ୍କର୍ଯ୍ୟ ଦିଟା ହେବ, ଆପଣମାନେ ଦେଖିବେ ଭାସ୍କର୍ଯ୍ୟ। ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କର, ପହୁଡ଼ ହେବ, ଆନ୍ସର କ'ଣ ହେବ, ପହୁଡ଼ ହେବ। ତାପରେ ଯିବା, କୃତାର୍ଥ ଲଗେଇ ଗୋଟେ ବାକ୍ୟ ଗଠନ କର, କୃତାର୍ଥ ଲଗେଇ ଗୋଟେ ବାକ୍ୟ ଗଠନ କର। ନା ପିଲାଟିର କାମ ଦେଖି ଲୋକମାନେ ବା ଗାଁ ଲୋକ ବାବା କୃତ ହେଲେ ବି ଲେଖିପାରିବ। ପିଲାଟିର କୃତିତ୍ୱ ଦେଖି ଗ୍ରାମ ଲୋକ ପ୍ରସନ୍ନ ହେଲେ, ଏଇଟା ଲେଖିପାରିବା। 22 ନମ୍ବର କହୁଛି ତଳେ ଯାଇଥିବା ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କରି ଲେଖିବାକୁ କୋଉ ଚିହ୍ନ ନା ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କରି ଲେଖିବାକୁ ପଡ଼ିବ। ତାକୁ ପଚାରିଲେ ତମେ ବର୍ତ୍ତମାନ ଖାଇଛ, ଏଇଟା ବିରାମ ଚିହ୍ନ ଦେଇକି ଆପଣଙ୍କୁ ଲେଖିବାକୁ ପଡ଼ିବ। ରେଖାଙ୍କିତ ଶବ୍ଦ ବାକ୍ୟଟି ପୁଣି ଥରେ ଲେଖ, ସର୍ବନାମ ବ୍ୟବହାର କରିକି ଲେଖ। ତାପରେ ରାମ ଭାରି ଚତୁର ଅଟେ, ସେ ମଧ୍ୟ ଭାରି ଚତୁର ଏବଂ କୁଶଳୀ ଅଟେ, ଏମିତି ଲେଖିପାରିବେ। 24 ନମ୍ବର କହିଲା ତଳେ ଯାଇଥିବା ବାକ୍ୟକୁ ନାସ୍ତି ସୂଚକ ଲେଖ, ସମସ୍ତେ ସୁରଭିକୁ ଶ୍ରଦ୍ଧା କରନ୍ତି, ଯୋଉଠି ନାହିଁ ଲାଗିବ ସେଇଟା ହେଉଛି ନାସ୍ତିବାଚକ, ନାହିଁ ଲାଗିଲେ ନାସ୍ତିବାଚକ, ତାହେଲେ ସମସ୍ତେ ସୁରଭିକୁ ଶ୍ରଦ୍ଧା କରନ୍ତି ନାହିଁ, ଏଇଟା ହେଇପାରିବ। ତାପରେ କହିଲା କ୍ଷୁଦ୍ରରୁ କ୍ଷୁଦ୍ରତମ, କ୍ଷୁଦ୍ରତର ସେମିତି ପ୍ରିୟରୁ ପ୍ରିୟତର, ପ୍ରିୟତମ, ବୃହତ୍ତରୁ ବୃହତ୍ତମ, ଏଇଟା ହେବ ହେଲା। 26 ନମ୍ବର ଯିବା, ସମାନ ଅର୍ଥ ବୁଝେଇ ଆଉ ଗୋଟେ ଶବ୍ଦ ଲେଖ, ଧରାର୍ଥ ପୃଥ୍ୱୀ ମଧ୍ୟ ଲେଖିପାରିବା ହେଲା। ତାପରେ 27 ନମ୍ବରକୁ ଯିବା, ତଳେ ଯାଇଥିବା ବାକ୍ୟଟିକୁ ପ୍ରଶ୍ନ ପ୍ରସ୍ତୁତ କର। ଫକୀର ମୋହନ ସେନାପତି ବ୍ୟାସକବି କୁହାଯାଏ, କାହାକୁ ବ୍ୟାସକବି ବୋଲି କୁହାଯାଏ, ଏମିତି ଲେଖିପାରିବେ। ତାପରେ ଯିଏ କୃଷି କାର୍ଯ୍ୟ କରନ୍ତି ସେ କୃଷକ। ତାପରେ ହେଉଛି ଯିଏ ସମାଜ ସେବା କରନ୍ତି ସମାଜ ସେବକ ହେଲା, ସମାଜ ସେବକ କହିପାରିବ। ତାପରେ ହେଉଛି
29 नंबर कहूँ कौन ना तुम विद्यालय साधारणतंत्र दिवस लिखिपर आउ तुम प्रिय खेल विषय लिखा पड़ो आपको कही जो दरखास्त लिख तुम जो बड़ भौणी 2 दिन छुट्टी माननीय श्रीजुक्त प्रधान शिक्षक महोदय तुम गाँ ना ठिकाना लिखिपर महाशय नवेदन अभिप्राय आम ग्राम यहीटा मुझे क्लास पढ़ुची ये रोल नंबर सब लिखे तो कौन पे जाऊच ना मोर देह हठात देह खराब हो छुट्टी मंजूर चाहूँगी एगुरा सब लिखी बुझिपारे ये सांग षष्ठ श्रेणी आपर समस्त क्वेश्चन पेपर गुड़िक शेष करते आशा करें आप भिडियोटी भल लगी जब भिडियोटी भल लगी जल्दी लाइक करूँ शेयर करूँ कौन करूँ सब्सक्राइब करूँ चैनल टी कौन करूँ सब्सक्राइब करूँ मार आहरी डिटेल भाव में आउ गोटे सेट क्वेश्चन आनते जल्दी जल्दी कौन कर प्रैक्टिस कर दिखाँ थैंक यू।